Dear students, welcome to my Odia classes. ଆଜି ଆମେ କଥା ହେବା ଯେ ଆମେ କେମିତି ରିଭିଜନ କରିକି ଯିବା ଆମର ହିଷ୍ଟ୍ରି ସବଜେକ୍ଟକୁ କ୍ଲାସ୍ 10 ଦଶମ କ୍ଲାସ୍ର ଯେଉଁ ହିଷ୍ଟ୍ରି ରହିଛି ଆଉ ଜୋଗ୍ରାଫି ରହିଛି ଆଉ ଆମର ସିଭିକ୍ସ ରହିଛି ଯେଉଁଟା ରାଜନୀତି ବିଜ୍ଞାନ କହୁଛ ତ କେମିତି ଆମେ ରିଭିଜନ କରିକି ଯିବା ବହିରୁ କ'ଣ କ'ଣ ଅବଜେକ୍ଟିଭ କ୍ୱେଶ୍ଚିନ୍ ଆସିବ ସେଇ ବିଷୟରେ ଆଲୋଚନା କରିବା। ବହିଟାକୁ ତ ପୂର୍ବ ଦିନ ନିଶ୍ଚିନ୍ତ ଭାବରେ ରିଭିଜନ କରିକି ଯିବ। ଯାହା ତୁମେ ଆଗରୁ ଅଣ୍ଡରଲାଇନ୍ କରିଛ ପଢ଼ିଛ ତାକୁ ଟିକେ ଦେଖିକି ଯିବ। ଯେମିତିକି ଗୋଟେ ମୁଁ ତୁମକୁ ଏକ୍ଜାମ୍ପଲ୍ ଦେଉଛି। ଆମେ ଗୋଟେ ଟପିକ୍ ନେଲେ ଭାରତ ଓ ମିଆଁମାର। ଭାରତ ଓ ମିଆଁମାର ମଧ୍ୟରେ ଯେଉଁ କ୍ୱେଶ୍ଚିନ୍ ଗୁଡ଼ାକ ଆସିବ ସେଇଟା ହେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। କେମିତି ତାକୁ ରିଭିଜନ କରିକି ଯିବ, ଥରେ ଆଖି ପକାଇଦେବ ପଢ଼ି ନେବ। କେମିତି ତ ତୁମେ ଜାଣିଛ ବର୍ତ୍ତମାନ ମିଆଁମାରର ଯେଉଁ ତୁମେ କହୁଛ ତାର ପୁରୁଣା ନାମ ବର୍ମା। ଆକୁ ଟିକେ ହେଡ଼ଲାଇନ୍ ଦେଖିଦେବ। ଏହା କାହାର ଉପନିବେଶ ଥିଲା? ବ୍ରିଟିଶର ଉପନିବେଶ ଥିଲା। ଏହା ଭାରତର କେଉଁ ଦିଗରେ ଅବସ୍ଥିତ? ପୂର୍ବ ଦିଗରେ ଅବସ୍ଥିତ। ଏହାର ଆୟତନ କେତେ? 6765 ବର୍ଗ କିଲୋମିଟର। ଜନସଂଖ୍ୟା 4,68,00,000। ଏହାର ରାଜଧାନୀର ନାମ କ'ଣ? ୟାନଗନ୍। ଆଗରୁ କ'ଣ ନାମ ଥିଲା? ରେଙ୍ଗୁନ ହେଲା। ଏସବୁ ଆଉ ଭାରତ ସ୍ୱାଧୀନତା ପାଇଲା ପରେ 1950 ମସିହାରେ ଏହାର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ମିଆଁମାର ଗସ୍ତରେ ଯାଇଥିଲେ। ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ 1950 ମସିହାରେ ଆମ ଭାରତର ପ୍ରଧାନମନ୍ତ୍ରୀ କିଏ ମିଆଁମାର ଗସ୍ତରେ ଯାଇଥିଲେ? ଜବାହରଲାଲ ନେହେରୁ। ତାପରେ ସେ କ'ଣ ପାଇଁ ଯାଇଥିଲେ? ଏଇ ଦେଶ ଗସ୍ତରେ ଯାଇ ସେ କ'ଣ କଲେ ନା ଦ୍ୱିପାକ୍ଷିକ ବା ବିଭିନ୍ନ ରାଜନେତା ଏଇ ଯେଉଁ ଗସ୍ତରେ ଯାଇ ସମ୍ପର୍କର ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ, ମନେ ନାହିଁ? ତାପରେ 2007 ମସିହାରେ ଗୋଟେ ଆନ୍ଦୋଳନ ଦେଖାହେଲା ଅଗଷ୍ଟ 15 ତାରିଖରେ। ଏହାକୁ ଶାସକମାନେ ଦୃଢ଼ ହସ୍ତରେ ଦମନ କରିଥିଲେ, ମନେ ନାହିଁ? ଏଇଟା କିଛି ଇମ୍ପୋର୍ଟାଣ୍ଟ ନାହିଁ। ଏଇଠି ଦେଖ, ଇବ୍ରାହିମ ଗମ୍ଭାରୀ କିଏ? ଇବ୍ରାହିମ ଗମ୍ଭାରୀ ହେଉଛନ୍ତି ମିଆଁମାର ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ନିଯୁକ୍ତି ପାଇଥିଲେ। ତାପରେ ସେ ଭାରତ ଗସ୍ତରେ କେବେ ଆସିଥିଲେ? 2007 ମସିହାରେ। ଏଇଠି ଦେଖ, ସେ କାହା ଉପରେ ଆହ୍ୱାନ ଦେଲେ ନା ଆନ୍ଦୋଳନକାରୀ ଉପରେ ଯେଉଁ ଚାଲିଥିଲା ଦମନ ଲୀଳା। କାହା ଉପରେ ଆନ୍ଦୋଳନକାରୀ ମାନେ? ଏଠି ଦେଖ, ମିଆଁମାରରେ ଶାନ୍ତିପ୍ରିୟ ଆନ୍ଦୋଳନକାରୀଙ୍କ ଉପରେ ଚାଲିଥିବା ଦମନ ଲୀଳାକୁ ବିରୋଧ କରିବା ପାଇଁ ଆହ୍ୱାନ ଦେଇଥିଲେ। ତ ଭାରତ ମିଆଁମାରକୁ ସର୍ବଦା ଗୋଟେ ପଡ଼ୋଶୀ ବନ୍ଧୁ ରାଷ୍ଟ୍ର ଭାବରେ ଦେଖୁଥିଲା। ଆଚ୍ଛା, ଏଇଠି ଆଉ ଗୋଟେ କ୍ୱେଶ୍ଚିନ୍, ମିଆଁମାରର ବୈଦେଶିକ ମନ୍ତ୍ରୀଙ୍କ ନାଁ କ'ଣ? ନ୍ୟାନୱିନ୍। କେତେ ମସିହାରେ ଆସିଥିଲେ? 2008 ମସିହାରେ ଆସିଥିଲେ। କେଉଁଠିକି ଆସିଥିଲେ ନା ଭାରତକୁ ଆସିଥିଲେ। କାହାକୁ ସାକ୍ଷାତ କରିଥିଲେ? ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ସାକ୍ଷାତ କରିଥିଲେ। ଆମ ପ୍ରଧାନମନ୍ତ୍ରୀ ମିଆଁମାରରେ ରାଜନୈତିକ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ଲାଇନ୍, ମନେ ରଖିବ। ଯେଉଁ ନ୍ୟାନୱିନ୍ ଆସିଥିଲେ ଆମର ମିଆଁମାରର ବୈଦେଶିକ ମନ୍ତ୍ରୀ ନ୍ୟାନୱିନ୍ ଭାରତ ଗସ୍ତରେ ଆସି କାହାକୁ ଭେଟିଥିଲେ ଏବଂ କାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ? ଏଇଟା ସବଜେକ୍ଟିଭ କ୍ୱେଶ୍ଚିନ୍, 2 ମାର୍କ। ରାଜନୈତିକ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତାପରେ ଭାରତ ସ୍ୱାଧୀନତା ପାଇବା ସମୟରେ ଉଭୟ ଦେଶରେ ସମ୍ପର୍କ ଭଲ ଥିଲା ହେଲା। ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆଉ ବର୍ମାର ପ୍ରଧାନମନ୍ତ୍ରୀ ୟୁନୁଙ୍କ ମଧ୍ୟରେ ବ୍ୟକ୍ତିଗତ ସଦ୍ଭାବ ଥିଲା। ଏଇଠି ଗୋଟେ କ୍ୱେଶ୍ଚିନ୍ ଆସିବ, ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆଉ ମିଆଁମାରର ମିଆଁମାର ପ୍ରଧାନମନ୍ତ୍ରୀ କାହାଙ୍କ ମଧ୍ୟରେ ବ୍ୟକ୍ତିଗତ ସଦ୍ଭାବ ଥିଲା? ୟୁନୁ। ମନେ ରଖ, ପଣ୍ଡିତ ଜବାହରଲାଲ ନେହେରୁ, ୟୁନୁ। ବ୍ୟକ୍ତିଗତ ସଦ୍ଭାବ, ଏଇ ୱାର୍ଡ଼ଟା ପଡ଼ିଲେ ୟୁନୁ ଲେଖିବ। ମିଆଁମାର ଗୋଟେ ସ୍ୱାଧୀନ ରାଷ୍ଟ୍ର ହେବା ପରେ ମଧ୍ୟ କିଛି ସମୟ ଧରି ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଥିଲା। ତାପରେ ଯେତେବେଳେ ନେୱିନ୍ଙ୍କ ନେତୃତ୍ୱରେ ଆସିଲା 1962 ମସିହା ମିଆଁମାରରେ ସାମରିକ ଶାସନ ପ୍ରତିଷ୍ଠା ହେଲା। ତାପରେ ଭାରତ ମିଆଁମାର ସମ୍ପର୍କରେ କିଛିଟା ସ୍ଥାଣୁତା ଆସିଲା, ସ୍ଥିତିଶୀଳତା ଆସିଲା। ଏମିତିକି ରିଭାଇଜ୍ କରିକି ଯିବ। 1964ରୁ 1968 ମସିହା ମଧ୍ୟରେ 1.5 ଲକ୍ଷ ଭାରତୀୟ ବଂଶୋଦ୍ଭବ ବର୍ମୀୟ ସେଇ ଦେଶ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ ହେଲା। ତାପରେ କିଏ ନିକଟତର ହେଲା? ଚୀନ ମିଆଁମାରର ନିକଟତର ହେଲା। କର୍ତ୍ତୃତ୍ୱବାଦୀ ସରକାର ଚୀନ ସହିତ ସମ୍ପର୍କ ପରିଚିତ ଥିବାରୁ ମିଆଁମାର ସହିତ ଚୀନର ସୁସମ୍ପର୍କ ଗଢ଼ି ଉଠିଲା।
ଅଳ୍ପ ସୁଧରେ କରଜ ପ୍ରଦାନ, ଉନ୍ନୟନ ପ୍ରକଳ୍ପ, ଅନୁଦାନ, ଚୀନ ଏହାର ନିକଟତର ହେଲା। ଓକେ। ଆଚ୍ଛା, ଏଇଠି ଗୋଟେ କ୍ୱେଶ୍ଚିନ୍ ଆସିଥିଲା, ପ୍ରାକୃତିକ ବାଷ୍ପର ଭଣ୍ଡାର କିଏ? ମିଆଁମାର। ମନେ ରଖ, ପ୍ରାକୃତିକ, ଏଇଠି କ୍ୱେଶ୍ଚିନ୍ ଆସିବ। ଆଚ୍ଛା, କାହାର ପ୍ରଧାନମନ୍ତ୍ରୀତ୍ୱ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଇଥିଲା ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି? ମନେ ରଖ, ନରସିଂହ ରାଓ ପ୍ରଧାନମନ୍ତ୍ରୀ ଯେତେବେଳେ ଥିଲେ। ଆଉ ଏଇଠି କ୍ୱେଶ୍ଚିନ୍ ଅଛି, 1994 ମସିହାରେ ଗୋଟେ ଚୁକ୍ତି ହେଇଥିଲା, ଦୁଇ ଦେଶର ସୀମା ଦେଇ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ, ନିଶାଦ୍ରବ୍ୟ କାରବାରକୁ ରୋକାଯାଇପାରିବ। ତାପରେ କିନ୍ତୁ ଏଇ ଯୋଉ ଆଶା ଥିଲା ନୀତିଟା, ଅର୍ଥନୀତି, ଏଇଟା ଫଳବତୀ ହେଇପାରିଲା ନାହିଁ। ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଭାରତ ମିଆଁମାର ବନ୍ଧୁତା ସଡ଼କ କେବେ? 2001 ମସିହା, 160 କିଲୋମିଟର ହେଲା। କାହାଠାରୁ କାହା ପର୍ଯ୍ୟନ୍ତ? କେଉଁ ଜାଗାରୁ କେଉଁ ଜାଗା? ନା ତମୁ ଠାରୁ ମିଆଁମାରର କାଲାମେୟ। ଏହା ଭାରତ ପକ୍ଷରୁ ନିର୍ମାଣ ହେଇଥିଲା, ଏଇଟା ମନେ ରଖିବ, ଏଇଟା ଇମ୍ପୋର୍ଟାଣ୍ଟ। ଆଚ୍ଛା, ଏଇଠି 2008 ମସିହା ଅକ୍ଟୋବର ମାସରେ ମିଆଁମାର ଭାରତୀୟ ବାଣିଜ୍ୟ କମିଟିର ସୀମା ବାଣିଜ୍ୟକୁ ସ୍ୱାଭାବିକ ବାଣିଜ୍ୟରେ ପରିଣତ କରିବା ପାଇଁ ବିଷୟ ଆଲୋଚନା ହେଇଥିଲା। ଓକେ, ଏତିକି ମନେ ରଖିବ। ତାପରେ ଗୋଟେ କାଲାଦନ ପ୍ରକଳ୍ପ ହେଲା 2008 ମସିହାରେ। କାଲାଦନ ପ୍ରକଳ୍ପ ଭାରତ ସରକାର ଘୋଷଣା କଲେ, ଏହି ବନ୍ଦରକୁ ଭାରତ ବ୍ୟବହାର କରିବ ବୋଲି ବ୍ୟବସ୍ଥା ହେଲା। ସୀମାନ୍ତ ଅଞ୍ଚଳ ଦମନରେ ଭାରତ ମିଆଁମାର କାର୍ଯ୍ୟାନୁଷ୍ଠାନ ହେଲା। ସ୍ଥଳବାହିନୀ ସାମରିକ ମୁଖ୍ୟ ସିଲିଂ ଠାରେ ଆଲୋଚନା କଲେ। ଏହିସବୁରେ ଉଭୟ ଦେଶ ମଧ୍ୟରେ ବୈଠକ ବସିଛି। ଓକେ, ଏତିକି। ଧନ୍ୟବାଦ।